ବୋଉ କଣ କରୁଛ? ଖଡା କାଟୁଛି। ଖଡା କଣ କରିବ? ରାଇ ହବ। ଖଡା ରାଇ ବୋଉ କେମିତି ହୁଏ କହିଲ? ସବୁ ଏ ଯୋଉ ଖଡା, ସାରୁ, କଖାରୁ, ବାଇଗଣ, ଆଳୁ, ବଢି, ଟମାଟୋ ସବୁ ପଡିକିରି ବେସର ଦିଆ ହେଇକିରି ରାଇ ହବ ଆଉ। ଖଡା କାଟୁଛ ନା? ହଁ ତାପରେ ସବୁ ପରିବା କାଟିବ। ହଁ ହଉ ହଉ କେମିତି କରିବ ଦେଖିବା ଆଉ। ହଁ ଦେଖ ସବୁ ପରିବା କଟାକଟି ସରିଗଲା। ହଁ ଆଉ ବେସର ପାଇଁକି ସବୁ ସଜାଡି ଦେଇଛି। ହଁ ବାଟି ଦେଲେ ଆରମ୍ଭ ହବ ଆଉ। ହଉ ହଉ ବେସର ବାଟ। ଶିଳରେ ବାଟିବ ନା? ହଁ ଶିଳ ବଟାଟା ଗ୍ରାଇଣ୍ଡର ବଟାଠୁ ଛାଡିବ ନା ଆଉ, ବଢିଆ ନା ଆଉ। ଶିଳ ବଟାଟା ସବୁଠାରୁ ଭଲ। ଚୁଲିରେ ବଟା ହଉଥିଲା, ଚୁଲିରେ ରୋଷେଇ ହଉଥିଲା, ସିଏ କିଛି ରୋଗ ବୈରାଗ ନଥିଲା, ତା ଟେଷ୍ଟ ଭଲ ଥିଲା। ଅବିକା ଯୋଉ ଗ୍ୟାସ ଆଉ ଗ୍ରାଇଣ୍ଡର ଏଗୁରା ସବୁ କଣ ରୋଗ ନଥିଲା ଠୁ ରୋଗ, ତା ଟେଷ୍ଟ ଭଲ ଲାଗୁନି, ପାଣିଚିଆ। ଆକୁ କେମିତି ଦେଖିବୁ କେମିତି ଲାଗିବ। ଚୁଲି ରୋଷେଇ ଟା ଭଲ ବାସେ ନାଇଁ। ବାଟଣ ଟା ଚଟୁଣୀ ଫଟୁଣୀ ଗ୍ରାଇଣ୍ଡରରେ ପେଶି ଦଉଛନ୍ତି। ଶିଳରେ କରିଦବ, ତାକୁ ଆକୁ ଇଏ ଛାଡିବ ନା ଆଉ। ହେଇଗଲା ବୋଉ? ହଁ ହେଇଗଲା, ଆଉ ଥରେ ବାଟି ଦେଲେ ହେଇଯିବ ଆଉ। ଆଉ ଥରେ ବାଟି ଦେଲେ ପୁରା ପେଷ୍ଟ ହେଇଯିବ ନା? ଚିକଣ ହେଇଯିବ ଆଉ। ସୋରିଷ ତେଲ ପଇଲା, ତାପରେ ଚିନି ପଇଲା, ଟିକେ ନାଲି ହେଇଗଲେ ଫୁଟଣ ପଡିବ ଆଉ। ଫୁଟଣ ପଇଲା, ପରିବା ପଡିବ। ବାଇଗଣ କଞ୍ଚା ହେଇଯିବ, ପଛରେ ପଡିବ, ଫୁଟିଲେ ପଡିବ। ଖଡା ପଡିଲା। ୟାପରେ କଣ ହବ? ଇଏ ଟିକେ କଷି ହେଇଗଲେ ତାପରେ ମସଲା ପଡିବ ବାଟଣ ଆଉ। ଟିକେ କଷି ହେଇଗଲେ ଏଠୁ ପାଣି ଯୋଉଡା ହବ, ଲୁଣ ହଳଦୀ ସବୁ ପଡିବ। କଷା ସରିଗଲା, ବାଟଣ ପାଣି ଯୋଉଡା ହେଲା। ହେଲାଣି? ଅଧା ହେଇଗଲାଣି ଆଉ। ସିଝିଲାଣି ନା? ଅଧା ସିଝା ହେଇଛି, ଆଉ ଟିକେ ସିଝିବ। ହଁ ବଢି ପଇଲା, ହେଇଗଲା ତରକାରୀ ତ, ଲାଷ୍ଟକୁ ବଢି ପଡିକି ଓହ୍ଲେଇ ହବ ଆଉ। ହଁ ଏଇଟା ବେଶୀ ପାଣି ରହେନି ନା? ନାଇଁ, ଲୁସୁ ଲୁସିଆ ହେଇ ରହେ ଆଉ।